ପାରଳାଖେମୁଣ୍ଡି ସହର ରେକେନା ସାହିରେ ଗତ ଜାନୁଆରୀ 22 ତାରିଖରେ ଚୋରି ମାମଲାରେ 3 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ସେମାନଙ୍କଠାରୁ ନଗଦ 48,000 ଓ 48,000 ଟଙ୍କା ତା ସହିତ 43.54 ଗ୍ରାମର ସୁନା ଜବତ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ପାତପାଟଣାର ଜି ଗୀତା, ବାଟଗୌଡ଼ ସାହିର ବି ଋଷି ଆଚାରୀ ଏବଂ କାଶୀନଗରର ଏମ୍ ଚନ୍ଦୁ। ଅଭିଯୋଗକାରୀ ଜି ହେମା ଗତ ଜାନୁଆରୀ 17 ତାରିଖରେ ଶାଶୁ ଶ୍ୱଶୁରଙ୍କୁ ଘରେ ଛାଡ଼ି ସ୍ୱାମୀଙ୍କ ସହିତ ସୀମାଞ୍ଚଳ ଯାଇଥିଲେ। 22 ତାରିଖ ରାତିରେ ଦୁର୍ବୃତ୍ତମାନେ ଘରେ ପଶି ଆଲମାରୀ ଭାଙ୍ଗି 10 ତୋଳା ଓଜନର ସୁନା ଅଳଙ୍କାର ଏବଂ ନଗଦ 50,000 ଟଙ୍କା ଚୋରି କରି ନେଇଥିଲେ। ଏନେଇ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ଅଭିଯୋଗ କରିଥିଲେ ଜି ହେମା। ଚୋରି ମାମଲା ରୁଜୁ କରି ପୁଲିସ ତଦନ୍ତ କରି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ମହିଳା ଜି ଗୀତାଙ୍କଠାରୁ ସୁନା ଅଳଙ୍କାର ଓ ଟଙ୍କା ଜବତ କରିଛି ପୁଲିସ। ଏହା ସହିତ ଜି ଗୀତାଙ୍କଠାରୁ ଚୋରି ସୁନା ଗହଣା କିଣିଥିବା 2 ସୁନାରୀଙ୍କୁ ଗିରଫ କରିବା ସହିତ ତାଙ୍କଠାରୁ ସୁନା ଅଳଙ୍କାର ଉଦ୍ଧାର କରିଛି ପୁଲିସ। ସମସ୍ତ 3 ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଗଜପତି ଏସପି ଯତୀନ୍ଦ୍ର କୁମାର ପଣ୍ଡା। ପାରଳାଖେମୁଣ୍ଡି ଥାନାରେ କେସ୍ ନମ୍ବର 22 ରେ गोटे केस करा जायथिला एवं ताकू तदंत करा जाउथला। गोरु सेठी गीता नामनी जने महिला ए सब सुना गहना को चोरी नहीं सेमानकर अनुपस्थित रे से सुना गहना गुडी को जे हमर रिपोर्ट देथिले गोबरा हेमा से गुडी को मध्य चिन्हट करथिले। चिन्हट पर से गुडी को जब्त करा जायछि एवं ए आसामी 3 जन को से महिला आसामी एवं 2 सुनारी 3 जन को आज गिरफ्त कराई एवं आज ही कोर्ट चालान करा जाउछि।